ଲକ୍ଷ୍ମୀ ପୁରାଣର ମାହାତ୍ମ୍ୟ। ସଦାଶିବ କହୁଛନ୍ତି ଶୁଣ ପ୍ରିୟ ସହି, ମହାଲକ୍ଷ୍ମୀ ପୁରାଣର ଫଳଶ୍ରୁତି ଏହି। ଯେଉଁ ପ୍ରାଣୀ ଏ ଗ୍ରନ୍ଥକୁ କରଇ ପଠନ, କିଏ ବା ଅନ୍ୟେ ପଢ଼ାଇ କରଇ ଶ୍ରବଣ। ଧର୍ମ ଅର୍ଥ କାମ ମୋକ୍ଷ ତାହାକୁ ମିଳଇ, ତାହାର ଦୁଃଖ ଦୁର୍ଦ୍ଦଶା ଯାଏ ଦୂର ହୋଇ। ଗ୍ରହରିଷ୍ଟ ମାନେ ସବୁ ହୋଇଯାଏ ଦୂର, ସବୁବେଳେ ମହାଲକ୍ଷ୍ମୀ ରହନ୍ତି ତା ପୁର। ଧନ ଜନେ ପରିପୂର୍ଣ୍ଣ ହୁଅଇ ତା ଘର, ସବୁ ସଙ୍କଟରୁ ସେ ହୁଅଇ ନିସ୍ତାର। ବନ୍ଧ୍ୟା ନାରୀ ଏ ଗ୍ରନ୍ଥକୁ ଶୁଣିଲେ ଶ୍ରଦ୍ଧାରେ, ପୁତ୍ରବତୀ ହୁଅଇ ସେ ଅଳପ ଦିନରେ। ଡାକିନି ଯୋଗିନୀ ଭୟ ହୋଇଯାଏ ଦୂର, ଅନ୍ଧ ଚକ୍ଷୁ ଦାନ ପାଏ ଶୁଣଇବ ଧୀର। ଚୋର ଖଣ୍ଟ ଭୟ ତାକୁ କେବେ ନ ହୁଅଇ, ଦେବ ଦଣ୍ଡ ତାହାକୁ ଯେ କେବେ ନ ପଡ଼ଇ। ମହାଲକ୍ଷ୍ମୀଙ୍କର ଠାରେ ହୁଅଇ ଯେ ଦ୍ରୋହୀ, ବଡ଼ ଠାକୁର ହେଲେ ହେଁ ଭିକ୍ଷା ସେ ମାଗଇ। ଭକ୍ତିରେ ପଢ଼ଇ ଯେହୁ ଗୁରୁବାର ଦିନ, ଧନ ଜନ ଗୋପଲକ୍ଷ୍ମୀ ହୁଅଇ ବର୍ଦ୍ଧନ। ନିତ୍ୟ ପାଠ କଲେ ମହାଲକ୍ଷ୍ମୀଙ୍କ ପୁରାଣ, ସୁଖ ସମ୍ପଦ ଐଶ୍ୱର୍ଯ୍ୟ ଆୟୁ ବଢ଼େ ଜାଣ। ଯେଉଁ ମହାଲକ୍ଷ୍ମୀ ନିତ୍ୟାଦ୍ୟ ସନାତନୀ, ଯେଉଁ ମହାଲକ୍ଷ୍ମୀ ପୁଣି ଜଗତ ଜନନୀ। ଯେଉଁ ମହାଲକ୍ଷ୍ମୀ ଜଗତର ଅଧିଷ୍ଠାତ୍ରୀ, ଯେଉଁ ମହାଲକ୍ଷ୍ମୀଙ୍କ ମହିମା ବେଦପତି। ବେଦ ମଧ୍ୟରେ ବର୍ଣ୍ଣନା କରି ନ ପାରନ୍ତି, ଏଣୁ ମହାଲକ୍ଷ୍ମୀଙ୍କ ପାଦରେ କର ଭକ୍ତି। ଯେ ଯାହା ଚାହିଁବ ତାହା ସଫଳ ହୋଇବ, ଲକ୍ଷ୍ମୀ କୃପା କଲେ କିଛି ଅଭାବ ନହିବ। ଜୟ ଜୟ ମହାଲକ୍ଷ୍ମୀ ଜୟ ବିଷ୍ଣୁପ୍ରିୟା, ଜୟ ଜୟ ଜଗନ୍ମାତା ଜୟ ପଦ୍ମାଳୟା। ଜୟ ଜୟ ସିନ୍ଧୁସୁତା ଓଙ୍କାର ରୂପିଣୀ, ତୋହର ମହିମା ମୁହିଁ ପାରିବି କି ବର୍ଣ୍ଣି।